ସମ୍ବଲପୁର ଜିଲ୍ଲାର ରେଖୋଲ ଉପଖଣ୍ଡ ନାକ୍ଟି ଦେଉଳ ବ୍ଲକକୁ ପଛୁଆ ବ୍ଲକ ଭାବେ ଘୋଷଣା କରି ଭାରତ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏନେଇ ଆଜି ନାକ୍ଟି ଦେଉଳ ବ୍ଲକ କାର୍ଯ୍ୟାଳୟଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମରେ 6ଟି ସମସ୍ୟାକୁ ପ୍ରାଧାନ୍ୟ ଦିଆଯାଇ ସାମାଜିକ ଅର୍ଥ ନୈତିକରେ ସୁଧାର ଆଣିବା ପାଇଁ ସ୍ୱାସ୍ଥ୍ୟ, କୃଷି, ଶିକ୍ଷା, କୃଷି ମୌଳିକ ଭିତ୍ତିଭୂମି ଏବଂ ସାମାଜିକ ବିକାଶର ସମୀକ୍ଷା କରାଯାଇଥିଲା। ରାଜ୍ୟ ଯୋଜନା ଓ ନିରୀକ୍ଷଣ ଆୟୋଗ ଉପନିର୍ଦ୍ଦେଶକ ପ୍ରକାଶ ସିଂ ଯୋଗଦେଇ ଏହାକୁ ସମୀକ୍ଷା କରିଥିଲେ। ଏଥିରେ ବିଡିଓ କ୍ଷମାନିଧି ଭୁଇ ଏବଂ ବ୍ଲକ ଅଧ୍ୟକ୍ଷ ସୁରୂପା ରାଣୀ ସାହୁ ସମେତ ବିଭିନ୍ନ ବିଭାଗ ବ୍ଲକ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ସ୍ୱାସ୍ଥ୍ୟ, କୃଷି, ଶିକ୍ଷା, କୃଷି, ସାମାଜିକ ସ୍ତରରେ ରହିଥିବା ସମସ୍ୟାକୁ ଶୀଘ୍ର ସମାଧାନ କରି ନାକ୍ଟି ଦେଉଳ ବ୍ଲକକୁ 1 ନମ୍ବର ସ୍ଥାନରେ ପହଞ୍ଚାଇବା ପାଇଁ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। आज आम नीति आयोग द्वारा परिचालित डेल्टा रैंकिंग जहाँ आधार रे आम ब्लॉक चतुर्थ स्थान ग्रहण करिछि। ता बेसिस रे 1 कोटी टंका पुरस्कार राशि पाइछि। तारि उपरे आमर एठी आलोकपात करागला जो आर्सिकी आम आगामी दिन में विभिन्न आमर जो 5टी थेमाटिक एरिया अच्छी तारि उपरे कार्यकारी करिवु। तापरे विभिन्न प्रकार कार्यक्रम हाथ को नबु। रडाखोल जितेंद्र शंकर रिपोर्ट न्यूज 95 ओडिया।